ଧର୍ମର 10ଟି ଲକ୍ଷଣ। ମନୁସ୍ମୃତି ଅନୁସାରେ ଧର୍ମର 10ଟି ମୁଖ୍ୟ ଗୁଣ ଅଛି, ଯାହା ମାନବ ଜୀବନକୁ ନୀତିଗତ ଏବଂ ଶୃଙ୍ଖଳିତ କରିଥାଏ। ଧୈର୍ଯ୍ୟ, କ୍ଷମା, ଦମ, ଆସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ବୁଦ୍ଧି, ଜ୍ଞାନ, ସତ୍ୟ ଏବଂ ଅକ୍ରୋଧ। ଏହି ଗୁଣଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ଶୁଦ୍ଧ କରିଥାଏ ଏବଂ ତାଙ୍କୁ ଏକ ଆଦର୍ଶ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ଏହି 10ଟି ଗୁଣକୁ ଅନୁସରଣ କରୁଥିବା ବ୍ୟକ୍ତି ହିଁ ସଦାଚାରୀ ବ୍ୟକ୍ତି କୁହାଯାଏ। ସେହି 10ଟି ଲକ୍ଷଣ ହେଲା ଧୃତି, ଧୈର୍ଯ୍ୟ, ମନକୁ ସର୍ବଦା ଶାନ୍ତ ଓ ସ୍ଥିର ରଖିବା, ବିଚଳିତ ନହେବା ଏବଂ କଠିନ ପରିସ୍ଥିତିରେ ମଧ୍ୟ ସାହସ ନ ହରାଇବା, କ୍ଷମା, ଯେଉଁମାନେ ତୁମ ପ୍ରତି ଅନ୍ୟାୟ କରିଛନ୍ତି ସେମାନଙ୍କୁ ମଧ୍ୟ କ୍ଷମା କରିବା ଏବଂ ମନରେ କୌଣସି କ୍ଷୋଭ ପୋଷଣ ନ କରିବା, ଦମ, ଆତ୍ମନିୟନ୍ତ୍ରଣ, ନିଜର ଇଚ୍ଛା, ଆବେଗ ଏବଂ ମନକୁ ନିୟନ୍ତ୍ରଣ କରିବା, ଆସ୍ତେୟ, ଚୋରି ନ କରିବା, ଅନ୍ୟର ସମ୍ପତ୍ତିକୁ ହଡ଼ପ ନ କରିବା, ସଚ୍ଚୋଟତା, ଶୌଚ, ପବିତ୍ରତା, ଶରୀର ଏବଂ ମନ ଉଭୟର ପବିତ୍ରତା, ସ୍ୱଚ୍ଛତା ବଜାୟ ରଖିବା, ଇନ୍ଦ୍ରିୟ ନିଗ୍ରହ, ଇନ୍ଦ୍ରିୟ ନିୟନ୍ତ୍ରଣ, ନିଜର 5 ଇନ୍ଦ୍ରିୟ ଆଖି, ନାକ, କାନ, ଜିହ୍ୱା ଏବଂ ଚର୍ମ ଏସବୁକୁ ଭୁଲ କର୍ମ କରିବାରୁ ନିବୃତ୍ତ କରିବା, ବିଦ୍ୟା, ଜ୍ଞାନ, ଆତ୍ମଜ୍ଞାନ, ଆଧ୍ୟାତ୍ମିକ ଜ୍ଞାନ କିମ୍ବା ସତ୍ୟର ଅନୁଭବ, ଧୀ, ବୁଦ୍ଧି, ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ କରିବା, ସତ୍ୟ, ସତ୍ୟତା, ଚିନ୍ତା, ବାଣୀ ଏବଂ କାର୍ଯ୍ୟରେ ସତ୍ୟତାକୁ ବଜାୟ ରଖିବା, ଅକ୍ରୋଧ, କ୍ରୋଧ ନ କରିବା, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କ୍ରୋଧ ନ କରିବା ଏବଂ ଶାନ୍ତ ରହିବା। ବର୍ଷା ଦିନିଆ ରୋଗ। ବର୍ଷା ଦିନର ଆଗମନ ସହ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଏହାର ପ୍ରମୁଖ କାରଣ ହେଉଛି ପାଣି। ଏଭଳି ଅନେକ ଜୀବାଣୁ ଅଛନ୍ତି ଯେଉଁଗୁଡ଼ିକ ପିଇବା ପାଣିରେ ଆମ ଅଜାଣତରେ ଆମ ଶରୀରକୁ ଯାଇଥାନ୍ତି। ଏହି ଜୀବାଣୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି। ଜଳବାହିତ ରୋଗ ହିସାବରେ ବ୍ୟାକ୍ଟେରିଆ, ଭାଇରସ ତଥା ପାରାସାଇଟ୍ ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ବ୍ୟାପିଥାଏ। ଯେତେବେଳେ ଆମେ ଦୂଷିତ ପାଣି ପିଉ ସେତେବେଳେ ଏହା ଆମ ଶରୀରକୁ ଯାଇଥାଏ। ଏହାଦ୍ୱାରା ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡ଼େ। ଟାଇଫଏଡ୍ ଜ୍ୱର ସାଲମୋନେଲା ଟାଇପ୍ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ। ଏହି ଜ୍ୱର ହେଲେ ଦୁର୍ବଳ ଲାଗିବା ସହ ଶରୀର ଜୋରରେ ତାତିଥାଏ। ପେଟ ଯନ୍ତ୍ରଣା ହେବା ସହ ପ୍ରବଳ ମୁଣ୍ଡ ବିନ୍ଧା ବି ହୁଏ। କଲେରା, ଭିବ୍ରି ଓ କଲେରା ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ଏହି ରୋଗ ହେଲେ ରୋଗୀର ଅତ୍ୟଧିକ ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଏ। ଏହି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ହେପାଟାଇଟିସ୍, ଦୂଷିତ ପାଣି ଓ ଖାଦ୍ୟ କାରଣରୁ ଏହା ବ୍ୟାପିଥାଏ। ତେଣୁ ସବୁବେଳେ ବିଶୁଦ୍ଧ ପାଣି ପିଇବା ଉଚିତ। ହେପାଟାଇଟିସ୍ ବିଶେଷ ଭାବେ ଆମର ଲିଭରକୁ ପ୍ରଭାବିତ କରିଥାଏ। କାର୍ଯ୍ୟଦକ୍ଷତା ବଢ଼ାଇବାର ନୂଆ ଉପାୟ। ଜଣେ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରିବା ଦରକାର, ନହେଲେ ତାହାକୁ ତୁଲାଇବାକୁ ଆପଣ
ଟେନସନର ବଶବର୍ତ୍ତୀ ହେବାର ଆଶଙ୍କା ରହିଛି। ତେବେ କାର୍ଯ୍ୟଦକ୍ଷତା ବଢ଼ାଇବା ଲାଗି ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ହେଲା ଯୋଗ। ଆପଣ ଯଦି ପ୍ରତିଦିନ ଯୋଗ କରନ୍ତି ତେବେ ତାହାର ସୁପ୍ରଭାବ ଆପଣଙ୍କର ଶରୀର ଉପରେ ପଡ଼େ। ଜୟ ଶ୍ରୀ ଜଗନ୍ନାଥ।